ସୃଷ୍ଟିର ଅପରୂପ ସୁକୁମାର ଭଣ୍ଡାର ଅଟେ ସମ୍ବଲପୁର। ଚୌହାନ ବଂଶର ବଳରାମ ଦେବ ଥିଲେ ଏହାର ନୃପବର। ଧନୁର୍ଦ୍ଧର ଦିନ ଦିନେ ଯାଆନ୍ତେ ମୃଗା ବିନୋଦେ ଏକ ଅଚମ୍ବିତ କଥା ଦୃଶ୍ୟପଟେ ହେଲେ ଅବଗତ। କୁକୁରଙ୍କୁ ସାଙ୍ଗେ ଧରି ରାଜା ଗଲେ କରିବାକୁ ଶିକାର। ମାତ୍ର ମହାନଦୀ କୂଳେ ଘଟିଲା ଏକ ବଡ଼ ଚମତ୍କାର। ଦେଖିଲେ ରାଜନ ତାଙ୍କ କୁକୁରକୁ ଗୋଡ଼ାଉଛି ଗୋଟେ ଶସକ। ଦେଖି ଏହା ଆଚମ୍ବିତ ଦୃଶ୍ୟ ରାଜା ହେଲେ ହତବାକ୍। ମହାନଦୀ ବାମତଟେ ଥିଲା ଏକ ଶିମିଳି ଯେ ବୃକ୍ଷ ମୂଳେ ଅକସ୍ମାତ୍ ଶସକରେ ଅନ୍ତର୍ଦ୍ଧାନ। ଦେଖି ଚିନ୍ତାମଗ୍ନ ରାଜା ଶିବିରକୁ କଲେ ପ୍ରସ୍ଥାନ। ନିଦ୍ରା କାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ ଦେବୀ ସମଲେଶ୍ୱରୀ ସ୍ୱପ୍ନ କହିଲେ ନଦୀ ବକ୍ଷେ ରହିଅଛି